ହେଲା ଆପଣ ଦେଖିବେ ଯେ ଆସାମରେ ଯାହା ହେଲା ପଶ୍ଚିମବଙ୍ଗରେ ଯାହା ହେଲା ଓଡ଼ିଶାରେ ସେଟା ଘଟିବା ପାଇଁ ଯାଉଛି ଏବଂ ଏସ୍ଆଇଆର୍ ନାଁରେ ଯେଉଁ ପ୍ରକାର କାରସାଦି କରାଯାଉଛି ସେଟା ଗଣତନ୍ତ୍ର ପ୍ରତି ବିପଦ। ଆପଣ ଭୋଟର ଲିଷ୍ଟର ପୁନର୍ଲିଖନ କରନ୍ତୁ, କାହାରି ଆପତ୍ତି ନାହିଁ। ଯେଉଁମାନେ ଫେକ୍ ଭୋଟର ତାହାକୁ କାଟନ୍ତୁ, ଆପଣ ଆମର କାହାରି ଆପତ୍ତି ନାହିଁ। ଯେଉଁମାନେ ନୂଆ ଭୋଟର ତାଲିକାରେ ଆସିବା କଥା ତାକୁ ଦିଆଯାଉ, ଆମର କାହାରି ଆପତ୍ତି ନାହିଁ। କିନ୍ତୁ ଏସ୍ଆଇଆର୍ ନାଁରେ ଯେଉଁ ଜେନ୍ୟୁଇନ୍ ଭୋଟର ମାନଙ୍କୁ କଟାଯାଉଛି ସେଟା ଗଣତନ୍ତ୍ର ପ୍ରତି ଏକ ବିପଦ ସୃଷ୍ଟି କରୁଛି। ଆପଣ ନିର୍ବାଚନୀ ଲାଭ ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଲାଭ ଦେବା ପାଇଁ ଆପଣ କେବଳ ନିଜର ସମର୍ଥକ ମାନଙ୍କୁ ଭୋଟର ତାଲିକା ଅନ୍ତର୍ଭୁକ୍ତ କରିବେ। ଯେଉଁମାନଙ୍କ ଉପରେ ଆପଣ ସଂଶୟ ହେବ ଯେ ଆପଣଙ୍କୁ ଭୋଟ ଦେବେ ନାହିଁ ତାକୁ ବିଭିନ୍ନ ଆଳରେ ଆପଣ ଭୋଟର ତାଲିକାରୁ ବାଦ୍ ଦେବେ, ଏଇଟା କେଉଁ ପ୍ରକାର ଗଣତନ୍ତ୍ର? ତେଣୁ ଏଇଟା ଆଗାମୀ ଦିନରେ ଭାରତୀୟ ଗଣତନ୍ତ୍ର ପାଇଁ ଏକ ବିପଜ୍ଜନକ ଅବସ୍ଥା ସୃଷ୍ଟି କରିବା ପାଇଁ ଯାଉଛି। 9,80,000 ଲୋକ ଭୋଟର ବାହାରି ଗଲେଣି, କେଉଁ ପରିପ୍ରେକ୍ଷୀରେ ଏଇଟା ହେଲା? ଏ ସମସ୍ତେ କ'ଣ ଦେଶ ବାହାରୁ ଆସିଛନ୍ତି ଓଡ଼ିଶାରେ ରହିଛନ୍ତି? ଏମାନେ କେହି ଓଡ଼ିଶାର ବା ଭାରତ ବର୍ଷର ନାଗରିକ ନୁହନ୍ତି। ଏ ସମସ୍ତେ କ'ଣ ବାଂଲାଦେଶରୁ ପାକିସ୍ତାନରୁ ଆସିଛନ୍ତି? ତେଣୁ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ। ତେଣୁ ନିର୍ବାଚନ ଆଉ ଥରେ ତା ଉପରେ ଚିନ୍ତା କରନ୍ତୁ। ବିଜୁ ଜନତା ଦଳର ପ୍ରଶ୍ନ ନୁହେଁ, এটা ଭାରତର ଗଣତନ୍ତ୍ରର ପ୍ରଶ୍ନ, ଗଣତନ୍ତ୍ର ସୁରକ୍ଷାର ପ୍ରଶ୍ନ, ଭାରତ ବର୍ଷର ନାଗରିକମାନଙ୍କ ଭୋଟ ଅଧିକାରର ପ୍ରଶ୍ନ। ଏଇଟା ପ୍ରତ୍ୟେକ ଭୋଟର ଭୋଟ ଦେବାର ଅଧିକାରର ପ୍ରଶ୍ନ। ଏଇଟା କେବଳ ଗୋଟିଏ ଦଳର ପ୍ରଶ୍ନ ନୁହେଁ, ଏଇଟା ଗଣତନ୍ତ୍ରର ଭବିଷ୍ୟତର ପ୍ରଶ୍ନ। ଯଦି এই ପ୍ରକାର କାରସାଦି ଚାଲିବ ତାହେଲେ ବେଶୀ ଦୂର ନୁହେଁ, ବେଶୀ ଦିନ ନୁହେଁ, ଏ ଗଣତନ୍ତ୍ର ବିପଦପନ୍ନ ହୋଇପଡ଼ିବ।